Jungle. Audio Jungle. ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ ଟାଉନ୍ସାରେ ଏକ ସରକାରୀ ଡାକ୍ତରଖାନାରେ ପୁନଃ ବ୍ୟବହୃତ ସିରିଞ୍ଜ ବ୍ୟବହାର ଯୋଗୁଁ 331 ଜଣ ପିଲା ଜୀବାଣୁ ରୋଗ HIV-ରେ ଆକ୍ରାନ୍ତ ହୋଇଛନ୍ତି। ଏହି ପ୍ରକୋପ ଶେଷରେ ଏକ ମହାମାରୀ ରୂପ ନେଇଥିଲା। 2024 ମସିହାରେ ଏହାର ବ୍ୟାପିବା ଜଣାପଡ଼ିଥିଲା, ଯେତେବେଳେ ଜଣେ ସ୍ଥାନୀୟ ଡାକ୍ତର ଗୁଲ କେଶରାନୀ ହଠାତ୍ ସେହି ଅଞ୍ଚଳର ପିଲାମାନଙ୍କ ମଧ୍ୟରେ HIV ମାମଲା ବୃଦ୍ଧି ହେଉଥିବା ଦେଖିଥିଲେ। ଏପରି ଏକ ମାମଲାରେ ଦୁଇ ଭାଇ ଭଉଣୀ ସାମିଲ ଥିଲେ। 8 ବର୍ଷୀୟ ମହମ୍ମଦ ଅମିନ HIV ରୋଗ ନିର୍ଣ୍ଣୟ ହେବା ପରେ ଅଳ୍ପ ସମୟ ମଧ୍ୟରେ ମୃତ୍ୟୁବରଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଭଉଣୀ ମଧ୍ୟ ଏହି ଭାଇରସରେ ପଜିଟିଭ ଚିହ୍ନଟ ହୋଇଥିଲେ। BBC ଦ୍ୱାରା କରାଯାଇଥିବା ତଦନ୍ତ ରିପୋର୍ଟିଂ ମାଧ୍ୟମରେ ଏହି ପ୍ରକାଶିତ ହୋଇଛି। ଏହି ରିପୋର୍ଟ ଅନୁଯାୟୀ ଟାଉନ୍ସାର ତହସିଲ ମୁଖ୍ୟାଳୟ ହସ୍ପିଟାଲରେ ମୌଳିକ ଚିକିତ୍ସା ସ୍ୱଚ୍ଛତା ପ୍ରୋଟୋକଲର ଗମ୍ଭୀର ଉଲ୍ଲଂଘନ ହୋଇଥିଲା। ଫଳସ୍ୱରୂପ ପାକିସ୍ତାନର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠିଛି। ପ୍ରଭାବିତ ପିଲାମାନଙ୍କ ପରିବାର ଅନୁଯାୟୀ ସରକାରୀ ଡାକ୍ତରଖାନାରେ ଏକ ଡାକ୍ତରୀ ଯାଞ୍ଚ ସମୟରେ ଉଭୟ ଭାଇ ଭଉଣୀଙ୍କୁ ଦୂଷିତ ଇଞ୍ଜେକ୍ସନ ଦିଆଯାଇଥିଲା, ଯାହା ଫଳରେ ସେମାନେ HIV ସଂକ୍ରମିତ ହୋଇଥିଲେ। ଅଧିକ ସୂଚନା ସଂଗ୍ରହ ହେବା ପରେ ଏହା ସ୍ପଷ୍ଟ ହୋଇଗଲା ଯେ ସେହି ହସ୍ପିଟାଲରେ ଚିକିତ୍ସା ପରେ ଅନେକ ପିଲା ମଧ୍ୟ HIV ସଂକ୍ରମିତ ହୋଇଥିଲେ। କ୍ୟାମେରାରେ ହସ୍ପିଟାଲ ଅବହେଳାର ଫଟୋ। ହସ୍ପିଟାଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଗୁପ୍ତ କ୍ୟାମେରା ରଣନୀତିକ ଭାବରେ ସ୍ଥାପିତ ହୋଇଥିଲା। ଏହି କ୍ୟାମେରାଗୁଡ଼ିକ ଦ୍ୱାରା କଏଦ ହୋଇଥିବା ଫୁଟେଜ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିମଳ ସମ୍ବନ୍ଧୀୟ ମୌଳିକ ଚିକିତ୍ସା ନିୟମର ଘୋର ଉଲ୍ଲଂଘନକୁ ପ୍ରକାଶ କରିଥିଲା। ରେକର୍ଡିଂଗୁଡ଼ିକ ପ୍ରକାଶ କରିଥିଲା ଯେ ବହୁ ଡୋଜ୍ ଭାଏଲରୁ ଔଷଧ ବାହାର କରିବା ପାଇଁ ବାରମ୍ବାର ଗୋଟିଏ ସିରିଞ୍ଜ ବ୍ୟବହାର କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ଯଦି ଏକ ନୂତନ ଛୁଞ୍ଚି ମଧ୍ୟ ବ୍ୟବହାର କରାଯାଏ ତେବେ ମଧ୍ୟ ଭାଇରସ ସଂକ୍ରମିତ ହୋଇପାରେ। BBC ଅନୁଯାୟୀ ଡାକ୍ତରଙ୍କ ସମେତ ହସ୍ପିଟାଲ କର୍ମଚାରୀ 66ରୁ ଅଧିକ ଥର ଜୀବାଣୁମୁକ୍ତ ଗ୍ଲୋଭ୍ସ ନ ପିନ୍ଧି ଇଞ୍ଜେକ୍ସନ ଦେଇଥିଲେ। ଏହା ସହିତ ଫୁଟେଜରେ ଜଣେ ନର୍ସ ଗ୍ଲୋଭ୍ସ ନ ପିନ୍ଧି ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସଫା କରୁଥିବା କଏଦ କରାଯାଇଥିଲା। ତଦନ୍ତ ସମୟରେ ଦେଖାଯାଇଥିବା ଅନ୍ୟ ଦୃଶ୍ୟଗୁଡ଼ିକ ହସ୍ପିଟାଲ ପରିସରରେ ଖରାପ ପରିଚ୍ଛନ୍ନତା ପ୍ରକାଶ କରିଥିଲା, ଯେଉଁଠାରେ ଔଷଧ ଭାଏଲ ଖୋଲା ପଡ଼ିଥିବା ସହ ବ୍ୟବହୃତ ଛୁଞ୍ଚି କାଉଣ୍ଟରରେ ପରିତ୍ୟକ୍ତ ଅବସ୍ଥାରେ ଏବଂ ମେଡିକାଲ ବର୍ଜ୍ୟବସ୍ତୁକୁ ଠିକ୍ ଭାବରେ ନଷ୍ଟ କରାଯାଉନଥିବା ଜଣାପଡ଼ିଥିଲା।